ଘରଣୀ ଗ୍ରାମରେ ଜଳ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ। ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ଘରଣୀ ଗ୍ରାମଠାରେ ଆଜି ଗ୍ରାମୀଣ ଜଳ ଯୋଗାଣ ବିଭାଗ ଦ୍ୱାରା ଆୟୋଜିତ ଜଳ ଅର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ଗୋସାଣୀ ବ୍ଲକ ଅଧ୍ୟକ୍ଷ ଏନ୍ ବୀର ରାଜୁ, ଜିଲ୍ଲା ପରିଷଦ ଏସ୍ ବାଲରାଜୁ, ବରିଷ୍ଠ ବିଜେଡି ନେତା ଗଜପତି ରାଓ, ସ୍ଥାନୀୟ ସରପଞ୍ଚ ସମିତି ସହ ଗ୍ରାମୀଣ ଜଳ ଯୋଗାଣ ବିଭାଗ ଅଧିକାରୀ ମଞ୍ଚସ୍ଥ ହୋଇ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରଥମେ ଉକ୍ତ ଗ୍ରାମଠାରେ ନିର୍ମିତ ହୋଇଥିବା ପାଣି ଟ୍ୟାଙ୍କର ଶୁଭ ଉଦ୍ଘାଟନ କରାଯାଇଥିଲା। ଏହି ପାଣି ଟ୍ୟାଙ୍କଟି 36,15,000 ଟଙ୍କାରେ ନିର୍ମିତ ହୋଇଥିବା ବେଳେ ଏହି ଟ୍ୟାଙ୍କଟିରେ ପ୍ରାୟ 40,000 ଲିଟର ଜଳ ସଞ୍ଚିତ ହୋଇ ରହିପାରିବ ବୋଲି ସୂଚନା ରହିଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।